ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଜିକାର ମୁଖ୍ୟ ଖବର। ସପ୍ତାହକରେ ଗିରଫ 10ରୁ ଅଧିକ ସରକାରୀ ବାବୁ। କାହାର 85 ପ୍ଲଟ୍ ତ କିଏ କିଣିଛି 50ରୁ ଅଧିକ। ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି 10ରୁ ଅଧିକ ସରକାରୀ ବାବୁ। ତା ଭିତରେ ଅଛନ୍ତି ବରିଷ୍ଠ ଯନ୍ତ୍ରୀ ଏବଂ ଯୁଗ୍ମ କମିଶନର। କାହାର ସମ୍ପତ୍ତି ଆୟର 450% ତ କିଏ ଅର୍ଜିଛି ଆୟ ତୁଳନାରେ 250% ଅଧିକ। ରୋଚକ କଥା ହେଉଛି ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ବଡ଼ ମାଛମାନେ ଲାଞ୍ଚ ଟଙ୍କାରେ କିଣିଛନ୍ତି ମାଳ ମାଳ ପ୍ଲଟ୍ ଓ ପ୍ଲାଟ୍। ଆନନ୍ଦପୁର ବ୍ୟାରେଜର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ବାବୁଙ୍କଠାରୁ ମିଳିଛି 85ଟି ପ୍ଲଟ୍। ତା ଭିତରୁ କେବଳ ଜଳେଶ୍ୱରରେ ରହିଛି 80ଟି ପ୍ଲଟ୍। ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏ ବାବୁ କିଣିଥିଲେ 52ଟି ପ୍ଲଟ୍। ଭୁବନେଶ୍ୱର ଓ ବରଗଡ଼ରେ 2ଟି ପ୍ଲାଟ୍ ସହ 6ଟି ବହୁତଳ କୋଠା ଫାର୍ମ ହାଉସ୍ ବି ରହିଛି। ଲୟର ସୁକେତଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ ରାଉତ ଇଞ୍ଜିନିୟର ବାବୁଙ୍କ ରହିଛି 36ଟି ପ୍ଲଟ୍। ୟୁପି ମଥୁରାରେ 2ଟି ପ୍ଲଟ୍ ସହ ଫାର୍ମ ହାଉସ୍। ଏବଂ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଥିବା ଏହି ସରକାରୀ ବାବୁମାନେ ବାବୁଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ଆଉ ସମ୍ପତ୍ତିର ମୂଳରେ ରହିଛି ଜମି। କାହାର 80ରୁ ଅଧିକ ତ କିଏ କିଣିଛି 50ରୁ ଅଧିକ ପ୍ଲଟ୍। କଳା ଟଙ୍କାରେ କିଣିଛନ୍ତି ମାଳ ମାଳ ଜମି। ଆଉ ସେସବୁକୁ ପତ୍ନୀ, ପୁଅ ଝିଅ ଓ ସମ୍ପର୍କୀୟଙ୍କ ନାଁରେ କରିଛନ୍ତି। ବଜାରରେ ଜମିର ଚାହିଦା ଏବଂ ସୁରକ୍ଷିତ ନିବେଶ ଭାବି କିଣି ଚାଲିଛନ୍ତି ଗୋଟିକ ପରେ ଗୋଟିଏ ପ୍ଲଟ୍ ଆଉ ପ୍ଲାଟ୍। ଆବେଦନକୁ ବିତିଲାଣି 7 ମାସ। କେତେ ପରୀକ୍ଷା ତାରିଖ ଗଡ଼ାଇବ OSSC? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀମାନେ? RI, ARI, ICDS ସୁପରଭାଇଜର ଓ ଆମିନ ଭଳି ପଦବୀ ପାଇଁ 7 ମାସ ତଳେ ଆବେଦନ କରିଥିଲେ ପରୀକ୍ଷାର୍ଥୀମାନେ। ହେଲେ ଆଜି ଯାଏଁ ପରୀକ୍ଷା ତାରିଖ ସ୍ଥିର କରିପାରୁନି ଓଡ଼ିଶା ସବ୍ ଅନିଷ୍ଟେଡ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ବା OSSC। 7 ମାସ ଭିତରେ 7 ଥର ପରୀକ୍ଷା ତାରିଖ ପରିବର୍ତ୍ତନ କରିଛି। ଅଥଚ ପରୀକ୍ଷା କେବେ ହେବ ସେନେଇ ନିର୍ଦ୍ଦିଷ୍ଟ ଉତ୍ତର OSSC ପାଖରେ ନାହିଁ। ସେପଟେ ANM ପାଇଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସରିବାରୁ 7 ମାସ ବିତି ଯାଇଥିଲେ ବି ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ କରିପାରିନି, ଯାହା OSSCର ପାରିବାରିପଣିଆ ପଦାରେ ପକାଇଛି। ତାରିଖ ପରେ ତାରିଖ ଘୁଞ୍ଚୁଛି। କେବେ ପରୀକ୍ଷା କରିବ OSSC? ଓଡ଼ିଶା ସବ୍ ଅନିଷ୍ଟେଡ୍ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଫିସର ଆଗରେ ANM ପରୀକ୍ଷାର୍ଥୀଙ୍କ ପ୍ରତିବାଦ ପାଇଁ ଆଉ ସେପଟେ OSSC ଅଫିସ ଆଗରେ ରୁଣ୍ଡ ହୋଇଛନ୍ତି ପରୀକ୍ଷାର୍ଥୀମାନେ। ଗତ ଡିସେମ୍ବର ମାସରେ RI, ARI, ICDS ସୁପରଭାଇଜର ଓ ଆମିନ ପଦବୀ ପାଇଁ OSSC ପକ୍ଷରୁ ବିଜ୍ଞାପନ ବାହାରିଥିଲା। ହେଲେ ଏହା ଭିତରେ 7 ଥର ବଦଳିଲାଣି ପରୀକ୍ଷା ତାରିଖ। ତଥାପି ପରୀକ୍ଷା କେବେ ହେବ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିପାରୁନି OSSC। ନମ୍ବର 3, ଇଣ୍ଡିଆନ୍ ଏୟାରଫୋର୍ସରେ ନିଯୁକ୍ତି ସୁଯୋଗ। 30 ଦିନ ଭିତରେ କରିପାରିବେ ଆବେଦନ। ଜାଣନ୍ତୁ ଚୟନ ପ୍ରକ୍ରିୟା। ଭାରତୀୟ ବାୟୁସେନା IAFରେ ଭର୍ତ୍ତି ହେବା ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ବିଶେଷ କରି ଆପଣ 10ମ ଏବଂ ଦ୍ୱାଦଶ ପାସ୍ କରିଥିଲେ। ଭାରତୀୟ ବାୟୁସେନାରେ ଗ୍ରୁପ୍ C ସିଭିଲିଆନ୍ ପଦବୀ ପାଇଁ ବମ୍ଫର ନିଯୁକ୍ତି ଚାଲିଛି। ଏଥିପାଇଁ ପ୍ରାର୍ଥୀ ଜଣକୁ ଅଫିସିଆଲ ୱେବସାଇଟ ଇଣ୍ଡିଆନ୍ ଏୟାରଫୋର୍ସ nic.in କୁ ଯାଇ ଆବେଦନ କରିପାରିବେ। ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କେତେ ହେବା ଦରକାର? ଲୟଲ ଡିଭିଜନ କ୍ଲର୍କ LST ପଦବୀ ପାଇଁ ପ୍ରାର୍ଥୀ ଜଣକ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବେ। ସେହିଭଳି ସିଭିଲିଆନ୍ ମେକାନିକାଲ ଟ୍ରାନ୍ସପୋର୍ଟ ଡ୍ରାଇଭର ସାଧାରଣ ଗ୍ରେଡ୍ ପଦବୀ ପାଇଁ ପ୍ରାର୍ଥୀ ଜଣକ ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ କିମ୍ବା ସମକକ୍ଷ ଯୋଗ୍ୟତା ଥିବା ଉଚିତ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ହାଲୁକା ଏବଂ ଭାରୀ ମୋଟର ଯାନ ଚାଳନା ପାଇଁ ଏକ ବୈଧ ସିଭିଲ ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ। ଏଥିପାଇଁ ପ୍ରାର୍ଥୀଙ୍କ ଆୟୁ ସୀମା 18ରୁ 25 ବର୍ଷ ମଧ୍ୟରେ ରହିବା ଉଚିତ। ଜାଣନ୍ତୁ ଚୟନ ପ୍ରକ୍ରିୟା ଓ ଦରମା ବିଷୟରେ। ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଭାରତୀୟ ବାୟୁସେନା 2024 ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷା, ଦ୍ୱିତୀୟରେ ସ୍କିଲ୍ ଟେଷ୍ଟ, ପ୍ରାକ୍ଟିକାଲ ଟେଷ୍ଟ ଏବଂ ଶେଷରେ ଫିଜିକାଲ ଟେଷ୍ଟ ଆଧାରରେ ଚୟନ କରାଯିବ। ନିର୍ଦ୍ଧାରିତ ପଦ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ମାଟ୍ରିକ 70H CPC ଆଧାରରେ ପେ ଲେବୁଲ 2 ଅନୁଯାୟୀ ଦରମା ପ୍ରଦାନ କରାଯିବ। ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନ ଲିଙ୍କକୁ ଯାଇ କ୍ଲିକ୍ କରିପାରି ଦେଖିବେ। ନମ୍ବର 4, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ରତ୍ନଭଣ୍ଡାର ମରାମତି ପାଇଁ ସ୍ୱତନ୍ତ୍ର OSP ପ୍ରସ୍ତୁତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି ଏବଂ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ 5ଟିରୁ 6ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ରତ୍ନଭଣ୍ଡାରକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ଓ ପ୍ରାଥମିକ ଭାବେ ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି। ସେହିପରି ରତ୍ନଭଣ୍ଡାର ମରାମତି ନେଇ ମଧ୍ୟ ସ୍ୱତନ୍ତ୍ର OSOP ଗଠନ କରାଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଏଥିସହ ଶ୍ରୀମନ୍ଦିର ଜମିକୁ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଇଲେକ୍ଟ୍ରିକ୍ ବସ୍କୁ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା ପରିଚାଳିତ ନେଇ ପ୍ରସ୍ତାବ ଦିଆଯାଇଛି। ଅର୍ପଣ ଚାଉଳକୁ ନେଇ ଆଲୋଚନା ହୋଇଥିବା ବେଳେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଜ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ନିଯୁକ୍ତି ସଂସ୍ଥା ଦ୍ୱାରା ଶ୍ରୀମନ୍ଦିରରେ ଏଣିକି ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ଥାନାକୁ ମଡେଲ ଥାନା ନିର୍ମାଣ ନେଇ SP ପ୍ରସ୍ତାବ ଦେଇଥିବା ବେଳେ ଜମି ଓ ଭିତ୍ତିଭୂମି ଯୋଗାଇବା ପାଇଁ ପରିଚାଳନା କମିଟି ସରକାରଙ୍କ ସହଯୋଗ ଲୋଡ଼ିଛି। ରାଜ୍ୟ ସରକାର ଖଣି ଖାଦାନ ନିୟମରେ ପରିବର୍ତ୍ତନ କରୁଥିବା ହେତୁ ଶ୍ରୀମନ୍ଦିର ଖଣି ଖାଦାନରେ ନିଲାମ ପ୍ରକ୍ରିୟାକୁ ଏଣିକି ସ୍ୱତନ୍ତ୍ର ଅଧିକାରୀ ଦ୍ୱାରା କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ଦେଇଛନ୍ତି। ନମ୍ବର 5 ବାଂଲାଦେଶରେ ଗଠନ ହେବ ଅନ୍ତରୀଣ ସରକାର। ଭାରତ ଓ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କଲା BSF। ବାଂଲାଦେଶରେ ଗତ ମାସେ ହେଲାଣି ବିରୋଧ ଏବଂ ହିଂସା ଚାଲିଛି। ପରିସ୍ଥିତି ଅଣାୟତ୍ତ ଦେଖି ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶେଖ୍ ହାସିନା ଇସ୍ତଫା ଦେବା ପରେ ସେନା ମୁଖ୍ୟ ବଡ଼ ଘୋଷଣା କରିଛନ୍ତି ଯେ ଦେଶର ଅନ୍ତରୀଣ ସରକାର ଚଲାଇବେ ବୋଲି ସେନା ମୁଖ୍ୟ ଜେନେରାଲ ୱାକର କହିଛନ୍ତି। ଏହା ସହିତ ସେନା ମୁଖ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି। ସେପଟେ BSF ପକ୍ଷରୁ ଭାରତ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। BSF DG କୋଲକାତାରେ ପହଞ୍ଚିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଭାରତ ଏବଂ ବାଂଲାଦେଶ ସୀମା 4096 କିମି ଲମ୍ବ ରହିଛି ଏବଂ BSF ପକ୍ଷରୁ ବର୍ଡର ଆଲର୍ଟ ମୋଡରେ ରହିଛନ୍ତି। ଅତିରିକ୍ତ ସେନା ଏବଂ BSF ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଗତ ମାସେ ହେଲାଣି ବାଂଲାଦେଶରେ ହିଂସା ଲାଗି ରହିଛି। ବାଂଲାଦେଶରେ ସ୍ଥିତି ଅଣାୟତ୍ତ ହେବା ଯୋଗୁଁ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଆବାସରେ ପଶିଯାଇଥିଲେ ଏବଂ ପ୍ରଦର୍ଶନକାରୀ ଅନେକ ମୁଖ୍ୟ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି। ହିଂସା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଇସ୍ତଫା ଦେଇ ନିଜ ଭଉଣୀ ସହିତ ଢାକାରୁ ଅଗରତାଲାରେ ପହଞ୍ଚିବା ଖବର ମିଳିଛି। ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାତ୍ମକ ଘଟିଛି। 14 ପୋଲିସ କର୍ମଚାରୀଙ୍କ ସମେତ 100 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଭାରତ ସରକାର ଆଡଭାଇସ୍ ଜାରି କରିଛି ଯେ ଭାରତୀୟଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି। ଅଳ୍ପ କିଛି ଦିନ ତଳେ ନିଯୁକ୍ତିର ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ 200ରୁ ଅଧିକ ଜୀବନ ଯାଇଥିଲା। ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶର ସରକାରୀ ଚାକିରିରେ 30% ସଂରକ୍ଷଣ ରହିଛି। 1971 ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନମ୍ବର 6 ଭାରତରେ ପହଞ୍ଚିଲେ ଶେଖ୍ ହାସିନା। ହିଣ୍ଡଲ ଏୟାରବେସ୍ରେ କଲେ ଅବତରଣ। ଭାରତରେ ପହଞ୍ଚିଲେ ଶେଖ୍ ହାସିନା। ବାଂଲାଦେଶର ଢାକାକୁ ପଳାଇ ଆସି ଭାରତରେ ପହଞ୍ଚିଛନ୍ତି ଶେଖ୍ ହାସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହାସିନା ଦେଶ ଛାଡ଼ି ଯାଇଛନ୍ତି ଏବଂ ସେ ବାଂଲାଦେଶ ଏୟାରଫୋର୍ସ ବିମାନ ଯୋଗେ ଭାରତରେ ପହଞ୍ଚିଛନ୍ତି। ସୂତ୍ର ଅନୁସାରେ ଶେଖ୍ ହାସିନାଙ୍କ ବିମାନ ହିଣ୍ଡଲ ଏୟାରବେସ୍ରେ ଲ୍ୟାଣ୍ଡ କରିଛି। ସନ୍ଧ୍ୟା 5:36ରେ ବିମାନ ଗାଳିଆବାଦର ହିଣ୍ଡଲ ଏୟାରବେସ୍ରେ ଅବତରଣ କରିଛି। ଏଠାରେ ଏୟାରଫୋର୍ସର ବରିଷ୍ଠ ଅଧିକାରୀମାନେ ଶେଖ୍ ହାସିନାଙ୍କୁ ସ୍ୱାଗତ କରିଥିଲେ। ହାସିନାଙ୍କୁ ନେଇ ଆସୁଥିବା C-130 ବିମାନକୁ ହିଣ୍ଡନରେ ଅବତରଣ କରିବାକୁ ପ୍ରାଥମିକତା ଦିଆଯାଇଥିଲା। ସେପଟେ ବାଂଲାଦେଶର ବିକ୍ଷୋଭକାରୀମାନେ PM ହାଉସ ଭିତରେ ପ୍ରବେଶ କରି ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ ଦେଇଛନ୍ତି। ସେଠାରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଦେଇଥିଲେ। କହି ରଖୁଛୁ, ବାଂଲାଦେଶର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି, କିନ୍ତୁ ବ୍ୟାପକ ପୋଡ଼ାଜଳା ଏବଂ ହିଂସା ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ପଦରୁ ଇସ୍ତଫା ଦେଇଥିଲେ।